ଆମେ ପ୍ରସ୍ତୁତ ହେଲେ ତ କେତେବେଳେ ପଳେଇଥାନ୍ତୁ। ଆଉ ମଣ୍ଡଳୀ ଗଲା ପରେ ଏ ଜଗତର ପରିସ୍ଥିତି ଭଲ ନଥିବ। ମନେ ରଖିଥାନ୍ତୁ, ମଣ୍ଡଳୀ ଯିବ। ମଣ୍ଡଳୀ ଘର ନୁହେଁ, ମଣ୍ଡଳୀ ହଉଛି ଆମେ ହଉଛି ଖ୍ରୀଷ୍ଟଙ୍କର ଶରୀର। ମସ୍ତକ ମେଘମାଳା ଆସିବେ, ଶରୀର ଏଠାରୁ ଉଠିକି ଯିବ। ଏବେ ସେ କଣ କରିଛନ୍ତି? ତାଙ୍କ ଆତ୍ମା ଆମକୁ ଦେଇଛନ୍ତି। କଣ ପାଇଁ ଦେଇଛନ୍ତି? ବଇନା ସ୍ୱରୂପ ଦେଇଛନ୍ତି। ବଇନା ମାନେ କଣ? ଆଡଭାନ୍ସ ବଇନା ସ୍ୱରୂପ ଦିଆଯାଇଛି। ଯେଉଁମାନଙ୍କ ଅନ୍ତରରେ ପବିତ୍ର ଆତ୍ମା ଅଛନ୍ତି ସେମାନେ ମେଘମାଳାକୁ ଉଠିଯିବେ। ଆପଣ ଯଦି ଦୋକାନରେ ଦେଖିବେ, ଏ ବଇନା ସ୍ୱରୂପ ମାନେ କଣ? ଗୋଟେ ଦୋକାନରେ ସାମାନ କିଣା ହବ, ଖଟ କିଣିବେ। ଝିଅର ବାହାଘର ଅଛି, ଏଇ ଖଟ ନେବି, ଏଇ ଫ୍ରିଜ ନେବି, ଏଇ ଆଲମିରା ନେବି, ଏଇ ସୋଫା ନେବି। ଆପଣ ପେମେଣ୍ଟ କରିଦେଇଥିବେ, ସେ ଚିହ୍ନ କରିଦେଇଥିବ। ସେ ଲୋକ ଗୋଟେ ଚିହ୍ନ କରିଦେଇଥିବ। ଲୋକ ଯିବେ, ଆଜ୍ଞା ଏଇ ଖଟ ଦିଅ, ନା ଆଜ୍ଞା ଆଡଭାନ୍ସ ହେଇଯାଇଛି। ଏଇ ଫ୍ରିଜ ଟା ଦିଅ, ନା ଆଡଭାନ୍ସ ହେଇଯାଇଛି। ସେଟା ଏଇ ସୋଫା ଆଡଭାନ୍ସ ହେଇଯାଇଛି। ନଉନାହାନ୍ତି କାହିଁକି? ନାଇଁ ଟାଇମ ଆସିଲେ ଆସିକିରି ନେଇଯିବେ ସେମାନେ। ଠିକ ସେମିତି ପବିତ୍ର ଆତ୍ମା ଆଡଭାନ୍ସ ଦିଆଯାଇଛି। ଯେତେବେଳେ ତୁରି ଶବ୍ଦ ହବ, ଏସବୁ ଉଠେଇକି ନିଆଯିବ। ସେଇଟା ଆମର ପ୍ରସ୍ତୁତ ହେବା ଦରକାର। ପାଉଲ କଣ କରିଛନ୍ତି? ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ୍ୟ କଣ କରିଛି? ଜଣେ ବରଙ୍କ ସହିତ ବାଗଦାନ କରିଛି। ଆଉ ପବିତ୍ର ଆତ୍ମା କଣ କରୁଛନ୍ତି? ଏ କନ୍ୟାକୁ ପ୍ରସ୍ତୁତ କରୁଛନ୍ତି। କଣ ପାଇଁ? ବରଙ୍କ ସହିତ ସାକ୍ଷାତ ହେବା ପାଇଁ। ଆଉ ସେଇ ପ୍ରସ୍ତୁତି ସବୁଠି ଦେଖାଯାଉ ନାହିଁ। କିଛି କିଛି ଲୋକ ପ୍ରସ୍ତୁତ ହଉଛନ୍ତି। ରୋଗ ଆସିବ, ୱରିଡ୍ ହୁଅନ୍ତୁ ନାହିଁ। ମୃତ୍ୟୁ ଆସିବ, ଆସିବ। ମରବା, ଆମେ କାହିଁକି ଜନ୍ମ ହେଇଛୁ? ମରବା ପାଇଁ ଜନ୍ମ ହେଇଛୁ। କିଏ କେବେ ମରବ, କିଏ ଏବେ ମରବ। ମରବାର ବୟସ ଅଛି କି? ମରିବାର ବୟସ ନାହିଁ। ମା ପେଟରେ ଥାଇ ମଧ୍ୟ 4 ମାସରେ ମରି ହେବ। 9 ମାସ ପେଟରେ ଥାଇ ଜନ୍ମ ହେଲା ବେଳେ ମରିକରି, ମା ପେଟରେ ଠିକ ଅଛି, ଜନ୍ମ ହେଲା ବେଳକୁ ମରିକରି ଜନ୍ମ ହଉଛି। ଚାଲିଲା ବେଳକୁ ମରିଥାଉଛି, ସ୍କୁଲ ଗଲା ବେଳକୁ ମରିଥାଉଛି, କଲେଜ ଗଲା ବେଳକୁ ମରିଥାଉଛି, ଚାକିରି କରିବା ସମୟରେ ମରିଥାଉଛି, ବାହାଘର ଦିନ ମରିଥାଉଛୁ। ଗର୍ଭବତୀ ମରବା ପାଇଁ ବୟସ ନାହିଁ। ଆମେ ମରବା ପାଇଁ ବ୍ୟସ୍ତ ହେବା ନାହିଁ, ଆମେ ବଞ୍ଚିବା ପାଇଁ ବ୍ୟସ୍ତ ହେବା ଅଛି। ଜଣେ ପ୍ରଭୁଙ୍କ ଦାସ କହୁଛନ୍ତି, ଟେକ୍ କେୟାର ଅଫ ୟୋର ଲାଇଫ ଆଣ୍ଡ ଗଡ ୱିଲ୍ ଟେକ୍ କେୟାର ଅଫ ୟୋର ଡେଥ୍। ଟେକ୍ କେୟାର ଅଫ ୟୋର ଲାଇଫ। ତମର ଜୀବନର ଯତ୍ନ ନିଅ, ପ୍ରଭୁ ତମ ମୃତ୍ୟୁର ଯତ୍ନ ସେ ବୁଝିବେ। ସେଟା ସେ ଆମେ କେମିତି ଭାବରେ ଯିବ ସେ ଜାଣିଛନ୍ତି। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମହାକ୍ଲେଶ ପୂର୍ବରୁ ଆମେ ପ୍ରସ୍ତୁତ ହେଇଛୁ ତ? କାରଣ ମଣ୍ଡଳୀ ଯିବାକୁ ପଡିବ। ପଢିବେ ଟିକେ ମାଥ୍ୟୁ 16 ପର୍ବ 18 ପଦ। ମାଥ୍ୟୁ 16 ପର୍ବ ତାର 18 ପଦ। ଆଉ ମୁଁ ମଧ୍ୟ ତୁମକୁ କହୁଅଛି, ତୁମେ ପିତର, ପୁଣି ଏଇ ପଥର ଉପରେ ମୁଁ ଆପଣ ମଣ୍ଡଳୀ ତୋଳିବି। ଆଉ ଆଉ ନରକର ବଳ, ଏଠି ବଳ ଲେଖା ହେଇଛି, ଇଂଲିଶରେ ଗେଟ୍ ବୋଲି ଲେଖା ହେଇଛି। ଯେ ନରକର ଗେଟ୍ ଗୁଡାକ ଖୋଲିଦେଲେ ବି, ମାନେ ନରକର ଗେଟ୍, ଚୋର ଚଣ୍ଡାଳ ମାନଙ୍କୁ ଛାଡନ୍ତୁ, ନରକର ଗେଟ୍ ଗୁଡାକ ଖୋଲିଦେଲେ ମଧ୍ୟ ସେ ଆସି କଣ କରିପାରିବ ନା? ମଣ୍ଡଳୀକୁ ପରାସ୍ତ କରିପାରିବ ନାହିଁ। ସେଇଥିପାଇଁ ଶୈତାନର ରାଜତ୍ୱ ଆସିପାରୁନାହିଁ। ମଣ୍ଡଳୀ ଯିବା ଦରକାର। ଦ୍ୱିତୀୟ ଥେସଲୋନିକେ 2 ପର୍ବ 7 ପଦ ପଢିଲେ ଜାଣିପାରିବେ କଣ ଲେଖା ଯାଉଛି। ସେ ବାଧା ଦଉଥିବା ବ୍ୟକ୍ତି ଦୂରୀକୃତ ନ ହେବା ପର୍ଯ୍ୟନ୍ତ, ସେ ବାଧା ଦଉଥିବା ବ୍ୟକ୍ତି ହଉଛି ମଣ୍ଡଳୀ। ମଣ୍ଡଳୀ ଗୋଟେ ବ୍ୟକ୍ତି ଅଟେ, ମଣ୍ଡଳୀ ଗୋଟେ ଅନୁଷ୍ଠାନ ନୁହେଁ, ମଣ୍ଡଳୀ ଗୋଟେ ବ୍ୟକ୍ତି ଅଟେ। ଆଉ ସେ ବାଧା ଦଉଥିବା ବ୍ୟକ୍ତି ଏଠୁ ଯିବାକୁ ପଡିବ। ଆମେ ସେଇ ପ୍ରସ୍ତୁତି ରହିବା ଦରକାର। ମୋର ପ୍ରିୟ ଭାଇ ଭଉଣୀ ମନେ ରଖିଥାନ୍ତୁ, ପ୍ରଭୁ ଚକ୍ଷୁର ପଲକରେ ସମସ୍ତଙ୍କୁ ସଂଗ୍ରହ କରିନେବେ। ମାନେ ଏମିତି କଲା ଭିତରେ ବାସ୍ ବେଶୀ ସମୟ ଲାଗିବ ନାହିଁ, ସଂଗ୍ରହ କରିବେ। ମାଥ୍ୟୁ ତାର 24 ପର୍ବ 31 ପଦଟି ପଢନ୍ତୁ। ମାଥ୍ୟୁ 24 ତାର 31। ସେ ମହାତୁରୀ ସହିତ ଆପଣ ଦୂତମାନଙ୍କୁ ପ୍ରେରଣ କରିବେ। ମହାତୁରୀ ଧ୍ୱନି ସହିତ ଆପଣ ଦୂତମାନଙ୍କୁ ପ୍ରେରଣ କରିବେ। ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ। ଚତୁର୍ଦିଗରୁ ତାହାଙ୍କର ମନୋନୀତ ଲୋକମାନେ। ଆମେ ମନୋନୀତ କିଏ ସେଟା ମୁଁ ପଚାରୁଛି।
ଆମେ ଅଭିନୟ କରିବାଟା ଛାଡୁବିନୁ। ଆମେ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିବା ସମୟରେ ଆମେ ଟିକେ ଯତ୍ନବାନ ହେବା। କାହିଁକି ଯେ ଗୋଟିଏ ତୁରୀ ଶବ୍ଦ ହବ, ମନେ ତ ଆଉ ତ ଲୋକମାନେ ନାହିଁ, ଆଉ ତ ଡକା ତ ଗଲା ବହୁତ ଲୋକକୁ, ବିବାହ ଭୋଜକୁ ଡକା ଗଲା, ଆଉ ତ ମନୋନୀତ ଲୋକ ଅଳ୍ପ। ସେ ମନୋନୀତ ଲୋକ ସେମାନେ ରିଜେକ୍ଟ ହେବାରୁ ଆମକୁ ଡକା ହେଇଛି। ସେମାନେ ବାହାନା ଦେଖାଇଲେ ଆମେ ଆସିପାରିବୁ ନାହିଁ, କହିଲେ କଣ, ଯାଅ ବାହାରେ ଯାଅ, ବାକି ବୁଲା ଲୋକମାନଙ୍କୁ ଡାକି ଆଣୁ, ସେ ଭିତରେ ଆମେ ଆସିଛୁ। ଆମେ ସେ ନିମନ୍ତ୍ରିତ ଅତିଥି ନାହିଁ। ସେମାନେ କଣ କଲେ, ଆସିବୁ ନାହିଁ କହିଲାରୁ ପ୍ରଭୁ ଆମକୁ ସଂଯୋଗ କରିছে। ହେଲେ ଆମେ କିଏ? ଆମକୁ ତ ଆମର ଘର ଲୋକ ପଚାରୁନାହାନ୍ତି, ଆମର ଗାଁ ଲୋକ ପଚାରୁନାହାନ୍ତି, ଆମ ସରକାର ଆମକୁ ପଚାରୁନାହିଁ। ଆମେ କଣ ପାଇଁ ବଞ୍ଚିଛୁ? ଭୋଟ ଦେବାକୁ ବଞ୍ଚିଛୁ, ଯେ କରିବାକୁ ବଞ୍ଚିଛୁ। ଆରେ କଣ ପାଇଁ ବଞ୍ଚିଛୁ? ଆମର ଅସ୍ତିତ୍ୱ କଣ? କଣ ଏ ଫ୍ରି ଚାଉଳ ପାଇବା ଲୋକର ଅସ୍ତିତ୍ୱ କଣ? କିଛି ନାହିଁ। ଏବେ ଚାଉଳ କାର୍ଡ ନୂଆଟା ଦଉଛନ୍ତି ବୋଲି, ଚାଉଳ କାର୍ଡ କଣ କରୁଛନ୍ତି? ତାଙ୍କର କଲର କାର୍ଡଟା ଦଉଛନ୍ତି। ସେ କାର୍ଡ ବନେଇବାକୁ ତମକୁ ଯେତିକି ପଇସା ଖର୍ଚ୍ଚ କଲ, ସେଇ ପଇସାରେ ଏ ଖରାପ ହେବା ବହି ନୂଆଟା ଛପାଇଥାନ୍ତ। ସତ ନା ନାହିଁ? ଯୋଉ ବହି ଗୁଡାକ ଭୁଲ ବହି ଛପାଇଛନ୍ତି, ନୂଆ ବହି ଛପାଇଥାନ୍ତ। ଏବେ କଣ, ଦୋଷୀକୁ ଛଡା ଯିବ ନାହିଁ, ତାକୁ ଛଡା ଯିବ ନାହିଁ। କାହାକୁ କାହିଁକି ଛାଡିବା ଦରକାର? ଏତେ ବର୍ଷ ଯାଏ ତମେ ଏକ କ୍ଲାସର ବହି ଯଦି ଭଲଟା ବାହାର କରିପାରୁନ ବୋଲେ, ତୁମେ ବଳଗାଟା କଣ କରିପାରିବ? ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ଅଷ୍ଟମ ଶ୍ରେଣୀ, କଲେଜର ବହି ତ ଛାଡ, ତମ ମୁଣ୍ଡରେ ହବ ନାହିଁ। এইটা କରିପାରୁନ, ମାନେ ଭାବି ଦେଖନ୍ତୁ ଆହୁରି କଣ କରିପାରିବେ। ଦୀର୍ଘ ବର୍ଷ ହେଲାଣି ଗୋଟେ ସ୍କୁଲ ଘର ବନେଇ ନାହାନ୍ତି ସେମାନେ, ଗୋଟେ ସ୍କୁଲ ଘର ବନେଇ ନାହାନ୍ତି। ଏବେ ଯେତିକି ବନା ହଉଛି ନା କି, ଆମର ପୁରୁଣା ବୁଢା ଫାଉଣ୍ଡେସନ ପକାଇଥିଲା, ବଜେଟ ହେଇଥିଲା, ସେଟା ସ୍କୁଲ ଘର ବନେଇ ପାରେ। କିନ୍ତୁ ମଦ ଦୋକାନ ମାନେ, ମଦ ଦୋକାନ। ମୁଁ ଦିନେ ବସି ଭାବୁଥିଲି, ଡକ୍ଟର ତ ହେଇପାରିଲି ନାହିଁ, ଆଇଏଏସ୍ ଅଫିସର ହେଇଥାନ୍ତା ଖାଇକି ବୋଲି। ଏବେ ମଧ୍ୟ ଦେଖିଲି ଆଇଏଏସ୍ ଅଫିସର ମାନେ ସେ ମଦ ଦୋକାନ ଲେଟ୍ରି କାଢୁଛନ୍ତି। ମଦ ଦୋକାନ କାହାକୁ ଟେଣ୍ଡର ଦିଆଯିବ, ଆଖିରେ ପଟି ବାନ୍ଧିଛନ୍ତି ଏମାନଙ୍କୁ, ସବ୍ କଲେକ୍ଟର ଏମାନଙ୍କୁ ଏମିତି କରି କାଢି କାଢି ଥୁରେ ଜାତିଆ। ଏଟା ପାଇଁ ହେଇଥିବା ଆଜି କଲେକ୍ଟର। ହତ ନା ନାହିଁ? ଆମର ଲୋକମାନେ, ଆମର ଗାଁ ଲୋକ ଭାବୁଛନ୍ତି ଆମେ ମଦ ଦୋକାନ ବନ୍ଦ କରିବୁ, ଦେଶୀ ଦୋକାନ ବନ୍ଦ କରିବୁ। ସେ ଦୋକାନ ବନ୍ଦ କରି ଦେଖ ତ, କାହାର କଲଜା ଯଦି ଅଛି, ଏ ଟାଉନର ମଦ ଦୋକାନ ବନ୍ଦ କରି ଦେଖାଉ। ସତ ନା ନାହିଁ? ଆମର ସହରରେ ସୁଣ୍ଡି ମାନେ ଭୁକ ଡେରି ବୁଲୁଛନ୍ତି, କାହିଁକି? ଆମର ମୁଣ୍ଡି ମନ ଯାଇକରି ପିଉଛନ୍ତି। ସତ ନା? ଏ ମୁଣ୍ଡି ମାନେ ଲାଜ ନାହିଁ, ମୁହୂର୍ତ୍ତ ନାହିଁ। ଆମେ ହୁଡିଲେ କି ଘରେ ହୁଡିଲେ ଘର ବୁଡି ଗଲା, ସ୍ୱାସ୍ଥ୍ୟ ଖରାପ ହେଇଗଲା, ପଇସା ସବୁ ଗଲା। ଏ ମୁଣ୍ଡି ମନ ତାଙ୍କ ଦାଣ୍ଡେ ଯାଇକରି ମୋର ଖାଲା କୁକୁର ପଢାଇ ବସିଥା। ମୁକୁ ଦେଖବ ସେମାନେ ମଧୁଆ ମାନଙ୍କର। ପ୍ରିୟ ଭାଇ ଭଉଣୀ ମାନେ ଦେଖନ୍ତୁ, ତାଙ୍କର ଗୋଟେ କେଡେ ବଡ ସମାଜ ଅଛି, ଅଛି କି? କେଡେ ବଡ ସମାଜ ତାଙ୍କର ଅଛି। ଆମର ମଧୁଆ, ଆମର କି ସମାଜ ଅଛି? କିଛି ନା, ମଧୁଆ ସମାଜ ହେଲେ କରିଥାନ୍ତେ। ଏବେ ମଝିରେ ଗୋଟେ ମଧୁଆକୁ ପଚରା, ହେଇରେ ତୁ ଦେଶୀ ମଦ କାହିଁକି ପିଉଛୁ? ଲାରୁ ମୁଁ ଜାଣିଛି କାହିଁକି ଦେଶୀ ମଦ ପିଉଛି, ମୋର ପଇସା ବିଦେଶକୁ ନ ଯାଉ ବୋଲି ମୁଁ ଦେଶୀ ମଦ। ତାର ପଇସା ପୁଣି କୋଉଠି ଥିବା ଅଛି? ଦେଶରେ ଥିବା ଦେଶୀ ମଦ ପିଉଛି। ଭାଇ ମାନେ ମଦ ପିଉଛି କି ୟୁରିଆ ଖାଉଛି, ଏଇଟା ତାକୁ ଜଣା। ଅନୁଗ୍ରହ କରନ୍ତୁ, ଆଜି ବସିଲା ବେଳକୁ କଣ ବେଶୀ ନାହିଁ, ତୁରୀ ଶବ୍ଦ ହବ। ଆପଣ ମନୋନୀତ ଲୋକମାନେ ସଂଗ୍ରହ କରିବେ, ସେ ଭିତରେ ଆମେ ଆସୁଛୁ କି? ବାକି ଲୋକ ଭାବୁଛନ୍ତି କଣ, ଏ ଦୁନିଆ ଥିବ, ଆମେ ଥିବୁ, ଥିବ ସବୁ ଥିବ, କିନ୍ତୁ ମଣ୍ଡଳୀ ନଥିବ। ଆଉ ମଣ୍ଡଳୀ ଗଲା ପରେ ଏ ଜଗତ ରହିଲା ଭଳିଆ ବି ନଥିବ, ନଥିବ। ମନେ ରଖିଥାନ୍ତୁ, ଯୋଉ ଦିନ ଖ୍ରୀଷ୍ଟିଆନ ମାନେ ଏ ପୃଥିବୀ ଛାଡିଦେଲେ, ତାପରେ ଅବସ୍ଥା ଚିନ୍ତାର ବାହାରେ। କେତେ ରିପୋର୍ଟିଂ କରୁଛନ୍ତି ଦେଖନ୍ତୁ, ସେମାନେ ଜଣା ପଡିବ। ମଣ୍ଡଳୀ ଯିବା ଦରକାର। ପ୍ରକାଶ ବାକ୍ୟ 4 ପର୍ବ 1 ପଦ ଦେଖନ୍ତୁ। ପ୍ରକାଶ ବାକ୍ୟ 4 ପର୍ବ ତାର ପ୍ରଥମ ପଦ।
ପ୍ରକାଶିତ ବାକ୍ୟ 4 ପଦ। ହଁ, ଏହାପରେ ମୁଁ ଦୃଷ୍ଟିପାତ କଲି, ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ, ସ୍ୱର୍ଗରେ ଗୋଟେ ଦ୍ୱାର ଉନ୍ମୁକ୍ତ ଅଛି। ପୁଣି ତୁରୀ ଶବ୍ଦ ସଦୃଶ ମୋ ସହିତ କଥା ତୁରୀ ହେଉଥିବା, ଶବ୍ଦ ସଦୃଶ୍ୟ ମୋ ସହିତ କଥା ହଉଥିବା, ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି, କଣ ତୁରୀ ଶବ୍ଦ ପରି ସ୍ୱର। ତୁରୀ ଶବ୍ଦ କଣ ଅଟେ? ଜଣକର ସ୍ୱର ଅଟେ। ଆଉ ତୁରୀ ଶବ୍ଦ ନାହିଁ, ତୁରୀ ଶବ୍ଦ ପରି ଶୁଭୁଥିଲା, କିନ୍ତୁ ଜଣକର ସ୍ୱର ଅଟେ। କଣ ହେଲା? ହଁ, ତା କହିଲା ଏଠାକୁ ଉଠି ଆସ, ଏଠାକୁ ଉଠି ଆସ, ଯାହା ସବୁ ଏହାପରେ ଅବଶ୍ୟ ଯାହା ଘଟିବ, ସବୁ ଏହା ପରେ ଅବଶ୍ୟ ଘଟିବ ସେଇ ସବୁ ଆମ୍ଭେ ତୁମକୁ ଦେଖାଇବୁ। ଦେଖାଇବା। ତୁମେ ଆଗ ଉଠି ଆସ ତ। ଉଠି ଆସିଲା ପରେ ଏହା ପରେ ଯାହା ଅବଶ୍ୟ ଘଟିବ ସେଇଟା ଆମେ ତୁମକୁ, ଅବଶ୍ୟ ଘଟିବ, ଅବିଳମ୍ବରେ ଘଟିବ, ଆଉ ଘଟିବା ପାଇଁ ଯାଉଛି। ସେଇଥିପାଇଁ ଆପଣ ଦେଖିବେ ଦାନିଏଲ ପୁସ୍ତକକୁ ମୁଦ୍ରାଙ୍କିତ କରିବା ପାଇଁ କୁହାଯାଉଛି। ପ୍ରକାଶିତ ବାକ୍ୟ ମୁଦ୍ରାଙ୍କିତ କର ନାହିଁ ବୋଲି ଲେଖା ହଉଛି, କାହିଁକି ଅବିଳମ୍ବରେ ଘଟିବା ପାଇଁ ଯାଉଛି। ପ୍ରିୟ ଭାଇ ଭଉଣୀ ମାନେ, 2000 ବର୍ଷ ବିତିଗଲା, କାହିଁକି? ଅନୁଗ୍ରହ ଟିକେ ବଡ ଅଛି, ଅନୁଗ୍ରହ ଟିକେ ବେଶୀ ଅଛି। କାରଣ ପ୍ରଭୁ ଚାହୁଁଛନ୍ତି ହୁଏତ ଲାଷ୍ଟ ମିନିଟରେ ମଧ୍ୟ କେ ଆସିପାରିବ। ନୋହଙ୍କର ଜାହାଜର ଦ୍ୱାର ଖୋଲା ଅଛି। ଜାହାଜ ବନାଇଲେ ଦେଖାଯାଉଛି ପିତର କଣ ଲେଖୁଛନ୍ତି? ଧର୍ମ ପ୍ରଚାରକ ନୋହ ବୋଲି ଲେଖୁଛନ୍ତି। ଧର୍ମ ପ୍ରଚାରକ ନୋହ, ସେ ପ୍ରଚାର କରୁଛନ୍ତି। ଆଉ କହୁଛନ୍ତି, ଲୋକ କହିଲେ କଣ କହୁଛ ତମେ? ନାଇଁ, ଜଳ ପ୍ଲାବନ ହବ, ପୃଥିବୀ ଜଳରେ ମଗ୍ନ ହବ। ହସି ଦେଲେ, କେମିତି କଥା ଏ କହୁଛି ଏଟା? କାରଣ ସେତେବେଳେ ଯେ ବର୍ଷା ବି ହେଇନାହିଁ, ଲୋକ ବର୍ଷା ଦେଖି ନାହାନ୍ତି, ଇଏ କଣ କରୁଛନ୍ତି? ଜଳ ପ୍ଲାବନ ହବ। ହେଲା କି ନାଇଁ? ହେଲା। ଆଜି ବି ପ୍ରଚାରକ ମାନେ ପ୍ରଚାର କରୁଛନ୍ତି, ଲୋକ ଥଟ୍ଟା କରୁଛନ୍ତି, ଦ୍ୱିତୀୟ ଆଗମନ ହେବ, ପୁଣି ପ୍ରଭୁ ଆଇବେ, ପୁଣି ଏଟା ପଡିଯିବ, ପୁଣି କୋଉଠି ହବ? ଟେକ୍ନୋଲୋଜି, ଆମ ଟେକ୍ନୋଲୋଜି ଏମିତି ଟେକ୍ନୋଲୋଜି, କି ଟେକ୍ନୋଲୋଜି? ଟେକ୍ନୋଲୋଜି କିଟା? ସେ ସାମ୍ନାରେ ଲେଖିଲେ ବଡ ପଢି ପାରୁଛନ୍ତି, ସେତିକି ଟେକ୍ନୋଲୋଜି। ଆଜି କି ଟେକ୍ନୋଲୋଜି? ସିଏ ଭାଇ ଭଉଣୀ ମାନେ, ଆମ ଟେକ୍ନୋଲୋଜି କଣ କରିପାରିବ? ମେଡିସିନ ବନାଇ ପାରିବ, ଜୀବନ ଦେଇ ପାରିବ ନାହିଁ। ଘର ବନାଇ ପାରିବ, ସୁରକ୍ଷା ଦେଇ ପାରିବ ନାହିଁ। ଗାଡି ବନାଇ ପାରିବ, ସୁରକ୍ଷା କିଛି ନାହିଁ। କଣ ଟେକ୍ନୋଲୋଜି? ପ୍ରଭୁଙ୍କର କ୍ରୋଧ ଯେବେ ଆସିବ, ସେଇ ସମୟରେ ମନୁଷ୍ୟର ଜ୍ଞାନ, ମନୁଷ୍ୟର ଦକ୍ଷତା, ମନୁଷ୍ୟର ଅଭିଜ୍ଞତା କିଛି କାମରେ ଆସିବ ନାହିଁ। ପ୍ରଭୁ କହୁଛନ୍ତି, ଯଦି କାହା ପାଖରେ ଫୁଟାଣି ମାରିବ ତମର ଧନ ପାଇଁ, ତମର ଜ୍ଞାନ ପାଇଁ, ତମର ବୁଦ୍ଧି ପାଇଁ, କାହା ପାଖରେ ଦେଖାଅ, ମୋର ପାଖରେ ନାହିଁ, କାମ ଦବ ନାହିଁ ସେଟା। ମୋର ପ୍ରିୟ ଭାଇ ଭଉଣୀ ମାନେ, କଣ ଲେଖାଯାଉଛି? ଏହା ପରେ ଯାହା ଅବଶ୍ୟ ଘଟିବ, ଏଠାକୁ ଆସ, ତାପରେ ତୁମକୁ ଦେଖେଇବି। ଥାଉ ଥାଉ ଦେଖିବାର, ଉଠି ଆସିବାର ଅଛି, ମଣ୍ଡଳୀ ଉଠି ଯିବାର ଅଛି, ସାଧୁ ମାନେ ଉଠି ଯିବାର ଅଛି, ଧାର୍ମିକ ଉଠିକି ଯିବାର ଅଛି, ତାପରେ ଘଟବାଟା ଘଟବ। ଆମେ ସେବେ ପ୍ରସ୍ତୁତ ନାହିଁ, ଆମେ ପ୍ରସ୍ତୁତ ନାହିଁ। ଆମେ ପେଟ ଭର୍ତ୍ତି ପାପ, ମନ ଚାକ ପାପ ସବୁ ଭର୍ତ୍ତି କରି ଚର୍ଚ୍ଚ ଆସୁ, ପ୍ରସ୍ତୁତ ହଉଛୁ। ତୁମେ କାହାର ଦାସ? ମୁଁ ଗୌରବ ଦାସ। କି ଦାସ? ଗର୍ବର ଦାସ। କାହାକୁ ହସି କରି କଥା ହେଇପାରୁନୁ ଆମେ, କାହାକୁ ମିଶି ପାରୁନୁ ଆମେ। ପାପ କୋଉ ପାପ କରୁନୁ, କୋଉ ପାପ କରୁନୁ ଆମେ? ପ୍ରିୟ ମାନେ, ଜଗତର ଲୋକ ଯୋଉ ପାପ କରୁନାହାନ୍ତି, ସେ ସବୁ ପାପ ଆମେ କରୁଛୁ। ଆଉ ସ୍ୱର୍ଗକୁ ଯିବା ପାଇଁ ମଧ୍ୟ ବାହାରିଛୁ। ଏଇଟା ହଉଛି କହିବା ପାଇଁ ଚାହେଁ, କିଏ ଆମକୁ ଶିଖାଇଲା ଯେ ଏସବୁ କରି ସ୍ୱର୍ଗକୁ ଯାଇହବ? କିଏ ଶିଖାଇଲା? ମୋର ପ୍ରିୟ, କିଏ ଶିଖାଇଲା? ଗୋଟେ ଗାଁରେ ଯାଇଥିଲି, ମୁଁ ସେ ପିଲାମାନଙ୍କୁ କହୁଛି, ଏ ପିଲାମାନେ ଭାଙ୍ଗ ପୁଡ଼ିଆ ଖାଉ ନାହିଁ ବୋଲାରୁ ତାଙ୍କର ସେ ପାଷ୍ଟରକୁ ମୁଟୁକୁ ମୁଟୁକୁ ଦେଖୁଛନ୍ତି। ମା ମାନେ, ପିଲାମାନେ, ସେ ଖାଉ, ଭାଙ୍ଗ ଖାଉ, ପୁଡ଼ିଆ ଖାଉ। 3 ଦିନ ବେଳେ ସେମାନେ ମଝିରେ ଏକା ବସିଥିବେ ଆଗେ, କେମିତି ହବ ସେଟା? ପ୍ରିୟ ମାନେ, ଅଜ୍ଞାନତା ସମୟରେ ପାପ କଲୁ କଲୁ, ଭୁଲ କଲୁ କଲୁ, ଏବେ ଆହୁରି କରିବାର ଅଛି କି? ଏବେ ନାହିଁ। ଏବେ ଟାଇମ ଆସିଛି, ଯାହାର ପାଇଁ ସେ ଯତ୍ନ ହେବାର ଅଛି। ଲେଖା ହଉଛି, ତୁମେ ଏଠାକୁ ଉଠି ଆସ, ତାପରେ ଯାହା ଅବଶ୍ୟ ଘଟିବ ଆମେ ତୁମକୁ ଦେଖାଇବା। ଦେଖିବେ ଆପଣ, ବାଇବଲ କାହାଣୀ ନୁହେଁ, ବାଇବଲରେ କାହାଣୀ ଲେଖା ନାହିଁ, ହେ ଦେପୁନି ସେ ଦେପୁନି।
କାହାଣୀ ଲେଖା ହେଇ ନାହିଁ, ଯାହା ଲେଖା ହେଇଛି ସତ୍ୟ ଲେଖା ହେଇଛି, ବାସ୍ତବ ଲେଖା ହେଇଛି। ଗୋଟେ ଶବ୍ଦ ବି ଗୋଟେ କହୁଛ ଗୋଟେ ଶବ୍ଦ ବି ଭୁଲ ନାହିଁ, ଗୋଟେ ସେଣ୍ଟେନ୍ସ ବି ଗୋଟେ କମା ବି ଭୁଲ ନାହିଁ। ଏତେ ଅଥେଣ୍ଟିକ ବହି ହଉଛି ଏ ବାଇବେଲ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ବାଇବଲକୁ ଯେତେ ପ୍ରାଞ୍ଜଳ ଭାବରେ ବୁଝିପାରିବୁ ଆଜି ପ୍ରଭୁ ଆମକୁ ବୁଝାଉଛନ୍ତି। ବୁଝ, ଭଲ କରି ବୁଝ। କେହି ବି କହିପାରିବ ନାହିଁ ଯେ ପ୍ରଭୁ ଆପଣ ମତେ ନ କହୁନୁ କେମିତି ଏମିତି କଲେ। ପ୍ରିୟ ମନୁଷ୍ୟ କହିବା ପାଇଁ ଚାହେଁ। ଦେଖନ୍ତୁ ଆଜିର ମିଟିଂ ରାତିରେ ପ୍ଲାନ ହେଲା, ଏବେ ମିଟିଂ ହେଇଯାଇଛି। ସତ ନା ନାହିଁ? ତ ଏପଟକୁ କୁହା ହିଁ ନାହିଁ, ଯେ ଶୁଣିଲା ସେ ଆସିଲା। ସେମାନେ କେମିତି ପ୍ଲାନ କରୁଥିଲେ, 100 ଲୋକ ପାଇଁ ରାନ୍ଧି ଦେବା, 150 ଲୋକ ପାଇଁ ହେଇଯିବ ବୋଲା ଭଳିଆ, ବୋଲେ ଟିକେ ଟିକେ ଆଡଜଷ୍ଟ କରିଦେଲେ ତ ହେଇଯିବ ବୋଲା ଭଳିଆ। ନାଇଁ କେବେ ଗୋଟେ ପ୍ଲାନ କରନ୍ତୁ। ଏ ଆଖପାଖରେ ଯେତିକି ମଣ୍ଡଳୀ ଅଛି ମିଶିକରି ଗୋଟେ ଷ୍ଟଡି ପ୍ରୋଗ୍ରାମ କରିବା ପାଇଁ କରିହେବ କି ନାହିଁ? କରିହେବ। ତ ଏପଟେ ବାଲା ସିଆଡରୁ 2 ବସ୍ତା ଚାଉଳ ଛେଲି ଗୋଟେ ଧରିକି ଆସିବେ, ସେପଟେ ଲୋକ କଣ କରିବେ ଆଲୁ ବାଇଗଣ ପିଆଜ ଧରିକି ଆସିବେ, ଏଠି ଲୋକ ହାଣ୍ଡି କୁଣି ଧରିକରି ବାହାରିବା। ଜଣେ କହିବେ ନାହିଁ ବକ୍ତାର ଖର୍ଚ୍ଚ ମୁଁ ଦେଇଦେବି ବୋଲବ, ହେଲା କି ନାହିଁ? ହେଇପାରିବ କି ନାହିଁ? ଏବେ ପଇସାର ଅଭାବ ନାହିଁ, ଅଭାବ ନାହିଁ। ପ୍ରିୟ ମାନେ ଆମର ଲୋକମାନଙ୍କୁ ପଇସା ଦିଆ ହେଲା କି ନାହିଁ? ଜମି ବାଡି ଗଲା, ସେ ରାସ୍ତା ଯାଇଛି କି ରାସ୍ତା ସେଟା ଗୋଟେ କହିବେ ଭାରତ ମାଲା। କି ମାଲା? ଭାରତ ମାଲା ଡାବୁକାସୁ ସରିଗଲା। ସେ ଲୋକଟା ସତ କଥା ଆଜ୍ଞା, ସେ ରାସ୍ତା ଆରମ୍ଭ ହେଇନାହିଁ, ତା ଲୋକମାନଙ୍କୁ ପଇସା ସରିଗଲାଣି। ଭାରତ ମାଲା ଯୋଉ ମିଳିଲା ଲୋକମାନଙ୍କୁ 50 ଲକ୍ଷ 40 ଲକ୍ଷ 30 ଲକ୍ଷ 80 ଲକ୍ଷ 50,000 ଯାହା ଯାହା ମିଳିଲା ସବୁ ମଦ ଖାଇ ଗାଡି କିଣି ମୋବାଇଲ କିଣି। তোর বুয়া তো পাঠ পড়ি নাই, এপুল মোবাইল কাকি ধরি বলবো? তোকে তো এপুল র স্পেলিং জানা নাই, আপুল আপুল বলুছু কি নাই, জানা নাই। গাড়ি কিনেছি, हमको तो रास्ता रे चली जाना नहीं, कोटा लेफ्ट कोटा राइट को खूटे जाए ढुकाई को टुडुम मते जने को गारे तो कहले आज्ञा एटा गुच्छ आज्ञा एटा से भारत माला गाड़ी जाउची बोली। अब जने को आज्ञा एटा एटा से खांदुल गाड़ी आज्ञा बोली। की गाड़ी? खांदुल गाड़ी। भाई भणी माने हमर लोक मान को कम फुटानी हम लोक माने डबा मद पाई जमी बिकी दी छंती 2 एकरा लाखा। अरे केंती माजन मन भाभी देखो साटा पड़ा लोक आमे गोटे डोबा सुंदी मान को डोबा मद को 2 एकरा जमी जा। हाँ अरे कम लोक माने पृथ्वी रे जदि कार फुटानी बेसी थिबो बोले हमरा को फुटानी बेसी किछि नाही, फुटानी बेसी अछि। से जहां भी हो ना कहीं कि ताको छाड़ंतु हेबे। एबे कोन पड़िछि? एबे हमर जीवन को सजाड़िबा, जो जो पाप कलु कलु भूल कलु कलु। दाऊद भी पाप कले, समय आसला कोन करछंती से बिटरली रिग्रेट करछंती, कांदुछंती, अनुताप करछंती। सेटा थिबा अछि पाप तो कलु किंतु पाप को स्वीकार भी संत्या करबा अछि। मोर मां माने आमे सीरियल देखि जंती कांदुछु नै कि सेंती जदि प्रार्थना कला बेले कांदी थांते बोले हम अधा समस्या समाधान नहीं थांते ही चलते कि नहीं। सीरियल देखि कांदु राति 2टा 3टा जाए टीवी चली थाउछि, पर सकाळ उठी मां कहछि हेलो टीवी तू बंद कलो, मां तू बंद कलो कलो, तमे बंद कलो कि मां बाबू टीवी तू बंद कलो नहीं दूत आसी बंद कले राति रे। माने भाभी देखो केतन कोन को टीवी अछि बोली टिके मैं सांत्वना पाउछि। किसा सांत्वना पेड़ी सेटा कोन सांत्वना बॉक्स कि सेटा? हमर पिला मन हाथ में मोबाइल तो देलु ए छोड़ाई नहीं हेबो कि? मोबाइल देई हेबो छोड़ाई नहीं हेबो ने। हमर पास्टर मन हाथ रो लागि जाई छी फेविकॉल का मजबूत जोड़ हे बोला बया छाड़ी पारुनु ताकू। माने भाभी देखंतु प्रिय माने जते बेले हमर जीवन को सजाड़ीबा समय, पापरु फेरिबा समय, मंदतर फेरिबा समय, से समय पाप रे ओढी रहै छी। लेखा आसो उठी आसो, रोइबा समय नहीं, या पर जा घटिबो आमे गले संगे संग घटबो, देरी हेबो नहीं, देरी नहीं, अविलंब रे घटिबो।
ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ।